ସେତେବେଳେ ଯଦି ଏଇଟା ଆତ୍ମହତ୍ୟା ଯଦି ଏଇଟା ହତ୍ୟା ହେଇଥାନ୍ତା ତାହେଲେ ସେ ଏଭଳି ଭିଡିଓ କାହିଁକି ପୋଷ୍ଟ କରିଥାନ୍ତେ? ତାହେଲେ ଏଥିରୁ ଜଣା ପଡୁନି କି ଭିଡିଓରୁ ଯେ ତାଙ୍କର ଏଇଟା ହତ୍ୟା ନୁହଁ ଆତ୍ମହତ୍ୟା ବୋଲି? ନା ଯେହେତୁ ସେ ନାହାନ୍ତି ଏ ଦୁନିଆରେ ଆଉ ତାଙ୍କର ଭିଡିଓ ପୋଷ୍ଟ କରିବା ପରେ ମଧ୍ୟ ଯେହେତୁ ସେ ନାହାନ୍ତି ଦୁନିଆରେ ତେଣୁ କୋଉଠି ନା କୋଉଠି ଯେହେତୁ ତାଙ୍କ ପରିବାର ଲୋକମାନେ ତାଙ୍କୁ ସନ୍ଦେହ ପ୍ରକାଶ କରିଛନ୍ତି ତାଙ୍କ ମୃତ୍ୟୁଟାକୁ ତାଙ୍କ ଗ୍ରହଣ କରିପାରୁନାହାନ୍ତି ଏହା ସମ୍ପୂର୍ଣ୍ଣ ଏକ ହତ୍ୟାର ଷଡଯନ୍ତ୍ର ବୋଲି ସେ ନିଜେ ଆଡମିଟ କରୁଛନ୍ତି ତାଙ୍କ ପରିବାର ଲୋକମାନେ କୋଉଠି ନା କୋଉଠି ଏଟା ପୋଷ୍ଟମର୍ଟମ ରିପୋର୍ଟ ଆସିବା ଉପରେ ସବୁ ଜିନିଷ ଡିପେଣ୍ଡ କରୁଛି ତେଣୁ ପୋଷ୍ଟମର୍ଟମ ରିପୋର୍ଟ ପଳେଇ ଆସିଲେ ହତ୍ୟା କିମ୍ବା ଆତ୍ମହତ୍ୟା ଏଟା ସମ୍ପୂର୍ଣ୍ଣ ଭାବରେ ଜଣା ପଡିଯିବ। ଆପଣଙ୍କର ଓକିଲ ପାଠ କଣ କହୁଛି? ଯଦି ବର୍ତ୍ତମାନ ଯୋଉ କେସ୍ ଘଟିଛି ଶ୍ରୀଧର ବର୍ତ୍ତମାନ ଜେଲରେ ଅଛନ୍ତି କାହାକୁ ଦୋଷୀ ସାବ୍ୟସ୍ତ କରାଯିବ ଯଦିଓ ସେ ଆତ୍ମହତ୍ୟା କରିଥାନ୍ତି ପ୍ରେସରରେ କୁହନ୍ତୁ କିମ୍ବା ଯାହା ବି ହଉ ଏଥିରେ କିଏ ଦୋଷୀ ସାବ୍ୟସ୍ତ ହେବ ବୋଲି ଆପଣ ଭାବୁଛନ୍ତି? ଦେଖନ୍ତୁ ଏଇଟା ହଉଛି ସମ୍ପୂର୍ଣ୍ଣ ଭାବରେ ଏହା ସମ୍ପୂର୍ଣ୍ଣ ଭାବରେ ଆଇନ ଯଦି କହିବେ ଏହା ସମ୍ପୂର୍ଣ୍ଣ ଭାବରେ ଯଦି କହିବେ ଏଇଟା ହଉଛି ଇନଭେଷ୍ଟିଗେଟିଂ ଅଫିସର ଉପରେ ଡିପେଣ୍ଡ କରୁଛି ସେ କୋଉ ପ୍ରକାର ଚାର୍ଜସିଟ ଟା ଫାଇଲ କରୁଛନ୍ତି। ଯଦି ସେ ଆବେଟମେଣ୍ଟ ର ଚାର୍ଜସିଟ କରିବେ ନିଶ୍ଚିତ ଭାବରେ ତାଙ୍କର ଯିଏ ଶ୍ରୀଧର ବାବୁଙ୍କର ଯିଏ ଓକିଲ ହେବେ ସେ ନିଶ୍ଚିତ ଭାବରେ ଯାହାକୁ ସେ ଓକିଲ ମାନେ ବୋଲି ଆପଏଣ୍ଟମେଣ୍ଟ କରିବେ ସେ ନିଶ୍ଚିତ ଭାବରେ ତାଙ୍କର ଯୁକ୍ତି ଉପସ୍ଥାପନ କରିବେ ଏବଂ ଗୋଟେ ଜଣେ ଲୋକ ଭିଡିଓରେ କହିଦେଲା ଯେ ମୁଁ ତା ପାଇଁ ମରିଯାଉଛି ଏହା ସମ୍ପୂର୍ଣ୍ଣ ଭାବେ ସଫିସିଏଣ୍ଟ ଏଭିଡେନ୍ସ ନୁହେଁ। ଯଦି ଆପଣ କହିବେ ଆପଣ କାହିଁକି ଏଟାକୁ ଆପଣ ସଫିସିଏଣ୍ଟ ବୋଲି କହିବେନି? ଜଣେ ଯେତେବେଳେ ସୁଇସାଇଡ କରୁଛି ନା ମୋ କଥା ବୁଝିପାରିଲନି। ଯଦି ଯିଏ ଯାହା ନାଁରେ କୋଉଟେ ଗୋଟେ କହିକି ମରିଗଲା ଯଦି ସେ ମାନେ ସମ୍ପୃକ୍ତ ଲୋକମାନେ ଦୋଷୀ ହେଇଯିବେ ଲୋକମାନେ ବଡ ବଡ ପଲିଟିକାଲ ଲୋକଙ୍କ ନାଁ କହିକି ମଧ୍ୟ ଲୋକ ମରିଯିବେ ତାକୁ ବନ୍ଧା ହେବା ପାଇଁ। ଆପଣ ସବୁବେଳେ ଗୋଟେ ପଜିଟିଭ ଜିନିଷଟାକୁ ଦେଖନ୍ତୁ ଗୋଟେ ନେଗେଟିଭ ଜିନିଷଟାକୁ ଦେଖନ୍ତୁ। ଗୋଟେ ପଲିଟିକାଲ ଲୋକ କାଲି ମନେକର ଆପଣ ନ୍ୟୁଜ ରୁମରେ ଅଛନ୍ତି କୌଣସି ପ୍ରକାର ଗୋଟେ ନ୍ୟୁଜ ଟେ ପରିବେଷଣ କରୁଛନ୍ତି ଗୋଟେ ଲୋକ ଯାଇକି ଆସିକି ପହଞ୍ଚିଲା ମୁଁ ଲିଜା ମ୍ୟାଡାମ ପାଇଁ ବର୍ତ୍ତମାନ ଆତ୍ମହତ୍ୟା କରି ମରିଲି ତାମାନେ ଆପଣ କଣ ସେଥିପାଇଁ ଦାୟୀ ନା ବନ୍ଧା ହେଇକି ଜେଲକୁ ଯିବେ? ସବୁବେଳେ ପ୍ରତି ଚିକଚିକିଆ ଜିନିଷ ସୁନା ନୁହେଁ। ଅନେକ ଜିନିଷ ଅଛି ଯୋଉଟା ଚିକଚିକି ମାରୁଥିଲେ ମଧ୍ୟ ସେଟା ସୁନା ନୁହଁ ତାପରେ ଗୋଟେ ପ୍ରଲେପ ଦିଆ ହେଇଥାଏ। ତେଣୁ କୋଉଠି ନା କୋଉଠି ଯଦି ଆପଣ ଦେଖିବେ ସବୁ ଜିନିଷ ଗୁଡାକ ଗୋଟିଏ ତୌଲରେ ନିକିତି ତୌଲରେ ମାପିଦେଲେ ହବନି। ପୁଣି ତାର ସର୍କମଷ୍ଟାନ୍ସେସ୍ ଏଭିଡେନ୍ସ ଆପଣଙ୍କର ପ୍ରତି ଜିନିଷଟାକୁ ଅବଜରଭେସନ କରିବାକୁ ପଡିବ। ନିଶ୍ଚିତ ଯଦି ସେ ଦୋଷ କରିଛନ୍ତି ତାଙ୍କ ପାଇଁ ମନେକର ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ସେ ନିଶ୍ଚିତ ଭାବରେ ପନିଶମେଣ୍ଟ ପାଇବେ। ଯୋଉଟା ଗୋଟେ ୟୁନିଭର୍ସାଲ ଟ୍ରୁଥ ଜିନିଷଟା ଅଛି ଦୁନିଆରେ ଯୋଉଟା ଆପଣ ଗୋଟେ ୟୁନିଭର୍ସାଲ ଟ୍ରୁଥ ଅର୍ଥାତ ସୂର୍ଯ୍ୟଟା ପୂର୍ବ ଦିଗରେ ଉଦୟ ହୁଏ। ଆପଣ ଯେତେ ମେଘୁଆ ଆସୁ ଯେତେ ରାତିରେ ତାକୁ ପ୍ରମାଣ କରିପାରିବେ ନାହିଁ କିନ୍ତୁ ସକାଳ ପାଇଲେ ଯେତେବେଳେ ସୂର୍ଯ୍ୟ ଉଦୟ ହେବେ ପୁଣି କହିବେ ଯେ ନାଇଁ ନାଇଁ ପ୍ରକୃତରେ ସୂର୍ଯ୍ୟଟା ପୂର୍ବ ଦିଗରେ ଉଦୟ ହଉଛି। ତେଣୁ ସବୁବେଳେ ଗୋଟେ ଜିନିଷ ହଉଛି ସତ୍ୟଟା ସବୁବେଳେ ସତ୍ୟ। ଯଦି ସେ ଦୋଷ କରିଛନ୍ତି ସେ ନିଶ୍ଚିତ ଦଣ୍ଡ ପାଇବେ।